ହଁ ଓଡ଼ିଶାରେ ମଦ ବନ୍ଦ କରିହେବ। ଓଡ଼ିଶା ଗୋଟେ ଏମିତି ଜାଗା, ଏମିତି ଜିଓଲୋଜିକାଲ ଜାଗାରେ ଓଡ଼ିଶାଟା ଅଛି ଯେଉଁଠିକି ଆପଣଙ୍କର ଖଣି ଖାଦାନ ଭରପୁର ଅଛି, କିନ୍ତୁ ତାକୁ ସଠିକ୍ ବିନିଯୋଗ କରାଯିବା ଦରକାର, ପ୍ଲାଣ୍ଟ କରାଯିବା ଦରକାର। 24 ବର୍ଷ ଶାସନ କାଳରେ ଯଦି 24ଟି ଛୁଞ୍ଚି କାରଖାନା କରାହେଇଥାନ୍ତା ଓଡ଼ିଶାରେ, ତାହେଲେ ମିନିମମ୍ ପାଖାପାଖି 5ରୁ 10 ହଜାର ଲୋକ ଚାକିରି ପାଇଥାନ୍ତେ ଏବଂ ସେ ଛୁଞ୍ଚି ଗୁଡ଼ାକ ଆଜି ବିଦେଶକୁ ଯାଉଥାନ୍ତା। ମୁଁ କେବଳ ଗୋଟିଏ ଉଦାହରଣ ଦେଲି। ଶୀତଳ ଭଣ୍ଡାର କଥା କୁହନ୍ତୁ, ମେଡିକାଲ କଲେଜ କଥା କୁହନ୍ତୁ, ମୁଖ୍ୟମନ୍ତ୍ରୀଙ୍କର ଦେହ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଦେହ ଖରାପ ହେଲା, ସେ ବମ୍ବେ ପଳେଇଲେ। ଏଇଠି କରିହେଇଥାନ୍ତା। ଏଇଠି ଆମର ଏସ୍ସିବି ମେଡିକାଲ କଲେଜ ହଉ, ଏମ୍କେସିଜି ହଉ, ଭଲ ଭଲ ପିଲାମାନେ ଆମର ଏଇଠୁ ବାହାରନ୍ତି। ମୁଁ ତ ଦେଖିଛି କେରଳର ପିଲାମାନେ ଆସିକି କଟକରେ ପାଠ ପଢୁଛନ୍ତି, କାରଣ ସେମାନେ ଜାଣିଛନ୍ତି ଯେ ଏଠିକାର ପ୍ରଫେସରଙ୍କର ପାଠପଢ଼ାଟା ବହୁତ ଭଲ ପାଠପଢ଼ା। ଓଡ଼ିଶା କୌଣସି କଥାରେ କମ୍ ନୁହେଁ। କିନ୍ତୁ ହଁ, ମଦ ବନ୍ଦ କରିବା କଥା ଯେଉଁ ଆପଣ କହୁଛନ୍ତି, ମଦ ବନ୍ଦ ହେଇପାରିବ, କିନ୍ତୁ ସେ 30% ଟ୍ୟାକ୍ସଟାକୁ ସରକାର ବି ଚିନ୍ତା କରୁଛନ୍ତି। ଏ ଯେଉଁ ବର୍ତ୍ତମାନ ସରକାର ଆସିଛନ୍ତି, ବିଜେପି ସରକାର ବି ଚିନ୍ତା କରୁଛି। ସରକାର କିଛି ଚିନ୍ତିତ ନୁହନ୍ତି। ସରକାର ଚିନ୍ତିତ ଥିଲେ ନିଜ ଦରମାକୁ ଏତେ 2.5 ଗୁଣ ବଢେଇ ଦରମା